ক্ষীରରେ ধୋইলে খণ্ডরে মহিলে কি মধুর হইব, যেতে পরকারে স্নেহ শ্রদ্ধা কলে পর কি আপনা হইব। পৃথিবীর নিয়ম ଏହା ଯେ ବାହାର ଲୋକମାନେ ସହାନୁଭୂତି ଦେଖାଇ ଘର କଥା ଟାଣି ନେଇଥାନ୍ତି, ତାପରେ ତାକୁ ଫେଣା ଫେଣି କରି ବଡ଼ ଆକାର କରି ପ୍ରଚାର କରିଥାନ୍ତି। ଏହାର ପରିଣାମ ବେଳେବେଳେ ପ୍ରଚଣ୍ଡ ଭୟଙ୍କର ଧାରଣ କରିଥାଏ। ଘର ଭିତର କଥା ବାହାର ଲୋକଙ୍କ ଆଗରେ ପ୍ରକାଶ କଲେ ପତ୍ନୀ ପରିବାରର ସଦସ୍ୟମାନଙ୍କ ଆଗରେ ଛୋଟ ହୋଇଯାଆନ୍ତି। ତାପରେ ଜୀବନ ସାରା ତାଙ୍କର ସେହି ସ୍ଥାନଟି ଫେରି ପାଇନଥାନ୍ତି ଯାହା ତାଙ୍କର ଅଧିକାରଭୁକ୍ତ। ମନ ଭିତରେ କଥା ଲୁଚାଇ ରଖିବା ଲୋକମାନଙ୍କ ପକ୍ଷରେ କଠିନ ବ୍ୟାପାର। ଏହି ଗୁଣଟାର ଶିକ୍ଷା ଯଦି ଛୋଟ ସମୟରୁ ଦିଆ ନଯାଏ, ତାହେଲେ ସେ କେବେ ବି ଜୀବନରେ ନିଜ ଉପରେ ନିୟନ୍ତ୍ରଣ କରିପାରିବେ ନାହିଁ। ଏହି ଜାତୀୟ କିଛି ଲୋକଙ୍କର ସ୍ୱଭାବ ଅଛି ନିଜ ପତି ଓ ଶ୍ୱଶୁର ଘରର ସଦସ୍ୟମାନଙ୍କର ନିନ୍ଦା କରି ବାହାରେ ଗାଇ ବୁଲିବା। ସେହି ସବୁ ସ୍ତ୍ରୀ ଲୋକମାନେ ଶ୍ୱଶୁର ଘରର ଗୁମର ବାହାରେ ନ ବଖାଣିଲେ ସେମାନଙ୍କୁ ଆଦୌ ଶାନ୍ତି ଲାଗିନଥାଏ। ଏକ ଆଉ ଏକ ମିଶିଲେ ଦୁଇ ହୁଏ, ଏଇଟା ଗଣିତ। ଏକ ଆଉ ଏକ ମିଶି 11 ହେଲେ ଏଇଟା ସଂଗଠନ। ଏକ ଆଉ ଏକ ମିଶି 1 ହେଲେ ସେଇଟା ବନ୍ଧୁତ୍ୱ କିମ୍ବା ଭଲ ପାଇବା। ଏକ ଆଉ ଏକ ମିଶି 0 ହେଲେ ଆଧ୍ୟାତ୍ମିକ। ଏକ ସହିତ ଏକ ମିଶିବାକୁ ନଦେଲେ କୂଟନୀତି। ଏକ ସହିତ ଏକ ବିରୁଦ୍ଧରେ ଠିଆ ହେଲେ ରାଜନୈତିକ। ମୂଲ୍ୟ ସେ ଜୀବନର କିଛି ମୂଲ୍ୟ ହିଁ ନଥାଏ ଅନ୍ୟର ଉପକାରରେ ନ ଆସେ। ରୂପର କିଛି ମୂଲ୍ୟ ହିଁ ନଥାଏ ଯଦି ଗୁଣ ନଥାଏ। ସେ ବିଦ୍ୟାର କିଛି ମୂଲ୍ୟ ହିଁ ନଥାଏ ଯଦି ବିନମ୍ରତା ନଥାଏ। ସେ ଅସ୍ତ୍ରର କିଛି ମୂଲ୍ୟ ହିଁ ନଥାଏ ଯଦି ମନରେ ସାହସ ନଥାଏ। ସେ ଖାଦ୍ୟର କିଛି ମୂଲ୍ୟ ହିଁ ନଥାଏ ଯଦି ପେଟରେ ଭୋକ ନଥାଏ। ସେ ଧନର କିଛି ମୂଲ୍ୟ ହିଁ ନଥାଏ ଯଦି କାହାର ସାହାଯ୍ୟରେ ନ ଆସେ। ଯଦି କାହାର ସାହାଯ୍ୟରେ ନ ଆସେ। କଳା ଗୋରା, ସୁନ୍ଦର ଅସୁନ୍ଦର ମଣିଷର ପରିଚୟ ହେଇନଥାଏ। ଦୁନିଆରେ ସୁନ୍ଦର ମଣିଷ ସେ ହିଁ ହୋଇଥାଏ ଯିଏକି ରାଗି ଯିବା ପରେ ବି କେବଳ ଛୋଟିଆ ହସରେ ସବୁ କିଛି ଭୁଲି ଯାଇଥାଏ। ଦୁନିଆରେ କିଛି ସମ୍ପର୍କ ଅଜଣା ଅଚିହ୍ନା ହୋଇ ମଧ୍ୟ ରକ୍ତର ସମ୍ପର୍କ ଠାରୁ ବି ଅଧିକ ନିଜର ହୋଇଥାନ୍ତି। ଲୋକମାନଙ୍କର ଅଭାବ ନାହିଁ ତା ଜୀବନରେ। ସେଥିପାଇଁ ତ ମୁଁ ତା ଜୀବନରେ ରହିଲେ କି ନ ରହିଲେ ତାକୁ କିଛି ବି ଫରକ ପଡୁନି। ଯେତେବେଳେ ତା ପାଖରେ କେହି ନଥାନ୍ତି ସେ ମତେ ମନେ ପକାଏ, ମତେ କଲ୍ କରେ। ମୁଁ ବି ବଡ଼ ପାଗଳ ଭାବୁଥିଲି ଯେ ସେ ମୋ ପାଇଁ ସମୟ ବାହାର କରୁଛି ବୋଲି, କିନ୍ତୁ ମୋ ଭାବନା ଭୁଲ ଥିଲା। ତାର ସ୍ୱାର୍ଥ ପାଇଁ ମତେ ମନେ ପକାଉଥିଲା। ଆପଣ ଜାଣିଛନ୍ତି କି ସବୁ ବାପାମାନଙ୍କର ଗୋଟେ ସ୍ୱପ୍ନ ଥାଏ, ଆଉ ମୁଁ ମଧ୍ୟ ସେମିତି ଗୋଟେ ପୁଅର ବାପା ଯାହା ପାଇଁ ମୋ ଆଖିରେ ବହୁତ ସ୍ୱପ୍ନ। ସେଥିପାଇଁ ତ ମୁଁ ଏ ଖରାକୁ ଖାତିର ନ କରି ଦିନ 12ଟାରେ କର୍ମକ୍ଷେତ୍ରକୁ ବାହାରି ଯାଉଛି। ମୋ ପୁଅ ଭଲରେ ଖାଇବ, ଭଲ ସ୍କୁଲରେ ପଢ଼ିବ, ଆଉ ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧିବ, ଆଉ ଭଲ ଖେଳନାରେ ଖେଳିବ। ଏଇ ତ କର୍ମ, ଆଉ କ'ଣ? ଏ ଦୁନିଆରେ ସବୁ କିଛି ମିଛ ହେଇପାରେ, କିନ୍ତୁ ଏକୁଟିଆ ବସି କାହା ପାଇଁ ଆଖିରୁ ଲୁହ ଢାଳିବା କେବେ ମିଛ ହୋଇନଥାଏ। ଜୟ ଶ୍ରୀ ଜଗନ୍ନାଥ।